ସାଙ୍ଗମାନେ ଜୟ ଜଗନ୍ନାଥ। ସାଙ୍ଗମାନେ ଆଜି ଗୋଟେ ବହୁତ ବଢ଼ିଆ କୁନ୍ଦୁରିର ରେସିପି ଆଣିଛି। ଏତେ ବଢ଼ିଆ ଲାଗେ ଏ ମସଲା କୁନ୍ଦୁରି ଭଜା। ଆପଣ ଯଦି କୁନ୍ଦୁରି ଖାଇବାକୁ ପସନ୍ଦ କରୁନଥିବେ, ଏ ଟାଇପ୍ର ଯଦି କୁନ୍ଦୁରି ବନାଉଛନ୍ତି ସବୁବେଳେ ବନେଇକି ଖାଇବେ। ଆପଣମାନଙ୍କର ପ୍ରିୟ ଖାଇବା ହେଇଯିବ କୁନ୍ଦୁରି। ତ ଚାଲନ୍ତୁ ରେସିପିଟା ଆରମ୍ଭ କରିବା ସାଙ୍ଗମାନେ। ଦେଖନ୍ତୁ ମୁଁ କିଛି କୁନ୍ଦୁରି ନେଇଛି, ଯାହାକୁ କି ଭଲ ଭାବରେ ଧୋଇକିରି ନେଇଛି। ଆଉ ଆଳୁ କୁନ୍ଦୁରିକି ଭଲସେ ଧୋଇ ନେଇଛି। ତାପରେ ଚାଲନ୍ତୁ କୁନ୍ଦୁରି ଗୁଡ଼ାକ ସରୁ ସରୁକିରି କାଟି ନେବା, ଦୁଇ ସାଇଡ଼କୁ ଅଲଗା କରିନେବା। ତାପରେ ଦୁଇ ଫଳ କରିକି ପୁରା ଯେତେ ସରୁ କରିକି ଆପଣ କାଟିପାରିବେ, ତ ଏମିତି କାଟି ନେବା। ଭଜାରେ ଏମିତି ଖାଇବା ପାଇଁକି ବହୁତ ହି ଭଲ ଲାଗେ। ତ ଏଇ ଟାଇପ୍ର କାଟି ନେବା, ସବୁଗୁଡ଼ାକ କୁନ୍ଦୁରି ଏମିତି କାଟି ନେବା। ଚାଲନ୍ତୁ କୁନ୍ଦୁରି ଆଳୁକୁ ଏମିତି କାଟି ନେଇଛି। ଆଳୁ କାଟି ସାରିଲା ପରେ ଟିକେ ଧୋଇକିରି ନେଇଛି। ତ ଦେଖନ୍ତୁ କୁନ୍ଦୁରି ଆଳୁ କଟା ରେଡ଼ି ହୋଇଯାଇଛି। ଚାଲନ୍ତୁ ପ୍ରୋସେସଟା ଆରମ୍ଭ କରିବା। ମୁଁ ଗୋଟେ କଡ଼େଇ ନେଇଛି, ଆପଣ ଚାହିଁଲେ ପ୍ୟାନ୍ର ବି ବ୍ୟବହାର କରିପାରିବେ। କିଛି ସୋରିଷ ତେଲ ଆଉ କିଛି କଞ୍ଚା ଲଙ୍କା ନେଉଛି। ଯଦି ରାଗ ଆପଣ ଖାଇବାକୁ ପସନ୍ଦ କରନ୍ତିନି, ଆପଣ ଆପଣଙ୍କ ହିସାବରେ ନେଇପାରିବେ, କିନ୍ତୁ କଞ୍ଚା ଲଙ୍କାଟା ତେଲରେ ଦେଲେ ଭଲ ବାସ୍ନା ଆସେ ଆଉ ରାଗଟା ଟିକେ ବି ଆସେ। ତ ଏଇଠି କିଛି ଜିରା ଦେଇଛି। ଜିରା ଫୁଟିଗଲା ପରେ କିଛି ପିଆଜ ପୁରା ଛୋଟ ଛୋଟ କରି କାଟିକି ଦେଇଛି। ତାପରେ ଆକୁ ଭଲ ଭାବରେ ଭାଜି ନେବା। ପିଆଜ ଯେପର୍ଯ୍ୟନ୍ତ ଭାଜି ହେଉଛି ସାଙ୍ଗମାନେ, ଚାଲନ୍ତୁ ଗୋଟେ ମସଲା ବନେଇବା। କିନ୍ତୁ ପିଆଜଟାକୁ ଭାଜି ସାରିବା ପରେ ଦେଖନ୍ତୁ ଟିକେ ରସୁଣ ଦେବା। ରସୁଣ କଟା ରସୁଣ ଦେଲେ ଖାଇବାର ବଢ଼ିଆ ବାସ୍ନା ଆସିବା ସାଙ୍ଗେ ସାଙ୍ଗେ ଟେଷ୍ଟଟା ବି ବହୁତ ହି ଭଲ ଲାଗେ, କୁନ୍ଦୁରିର ଟେଷ୍ଟ ବି ଆସିଯିବ। ତ ଏଇଠି କିଛି କଟା ରସୁଣ ଦେଇଛି। ତାପରେ ଭଲ ଭାବରେ ଆକୁ ଭାଜି ନେଇଛି। ତାପରେ କ'ଣ କରିବା ସାଙ୍ଗମାନେ, ଏଇଠି କୁନ୍ଦୁରି ଆଳୁକୁ ଦେଇଦେବା। କୁନ୍ଦୁରି ଆଳୁକୁ ଦେଇ ସାରିଲା ପରେ ତାପରେ ଆମେ ମସଲା ବନେଇବା, କିନ୍ତୁ ଏଇଠି କୁନ୍ଦୁରି ଆଳୁକୁ ଦେଇଦେବା। ଦେଇକି ଭଲ ଭାବରେ ଗୋଳେଇ ନେବା। ତ ଏଇଠି ଦେଖନ୍ତୁ ଭଲ ଭାବରେ ଗୋଳେଇ ନେଇଛି କୁନ୍ଦୁରି ଆଳୁକୁ। କୁନ୍ଦୁରି ଆଳୁ ଗୋଳେଇ ହେଇଗଲା ପରେ ଏଇଠି ଆମେ କ'ଣ କରିବା ସାଙ୍ଗମାନେ, ଏଇଠି ଆମେ ଭଲ ଭାବରେ ତେଲ ଦେହରେ କୁନ୍ଦୁରି ଆଳୁକୁ ଭାଜିବା। ଯଦି ଏବେ ଆମେ ଲୁଣ ହଳଦୀ ଦେଇଦେବା, ପକଉ ପକଉ ତେଲରେ କୁନ୍ଦୁରି ଆଳୁକୁ କୁନ୍ଦୁରିରୁ ପାଣି ବାହାରିବ, ପୁରା ନରମ ହେଇଯିବ ଆଉ ଗୋଟା ଗୋଟା ହେଇ ରହିବନି। ତ ଏଇଠି ପ୍ରଥମେ ଆଗ କୁନ୍ଦୁରି ଆଳୁକୁ ତେଲରେ ଭଲସେ ଭାଜିବା। ଟିକେ ଭାଜି ହେଇଗଲା ପରେ ତାପରେ ମସଲା ଆଡ଼୍ କରିବା। ତ ଏଇଠି ଦେଖନ୍ତୁ ମୁଁ କୁନ୍ଦୁରି ଆଳୁ ଭାଜି ସାରିଲା ପରେ ଏଇଠି ଦେଉଛି ହଳଦୀ ଗୁଣ୍ଡ, 2 ମିନିଟ୍ ତେଲରେ ଭାଜିଲି। ତାପରେ ଏଇଠି ଦେଇଛି କାଶ୍ମୀର ଚିଲି ଅଧ ଚାମଚ ଆଉ ଲୁଣ ସ୍ୱାଦ ହିସାବରେ। ତାପରେ ଆକୁ ପକେଇକି ଭଲ ଭାବରେ ଗୋଳେଇ ନେଇଛି। ତ ଏମିତି ଗୋଳେଇ ନିଅନ୍ତୁ। ଗୋଳେଇ ସାରିଲା ପରେ କ'ଣ କରିବା ସାଙ୍ଗମାନେ, ଆକୁ ଏଇଠି ଘୋଡ଼େଇ ଦେବା। କିନ୍ତୁ ଭଲସେ ଗୋଳେଇବେ, ଯେମିତି ଲୁଣ ହଳଦୀ ଆଉ ଲଙ୍କାଗୁଣ୍ଡ ଯେମିତି ସବୁଆଡ଼େ ମିଶିଯିବ। ତ ଏଇଠି ଦେଖନ୍ତୁ ସବୁଆଡ଼େ ମିଶିଗଲାଣି, ଭଲସେ ମୁଁ ଗୋଳେଇ ନେଇଥିଲି। ତାପରେ ଏବେ ଦେଖନ୍ତୁ ସାଙ୍ଗମାନେ କେତେ ବଢ଼ିଆ ଦେଖାଉଛି ନା ସାଙ୍ଗମାନେ। ତ ଏଇଠି ଘୋଡ଼େଇ ନେବା। ସାଙ୍ଗମାନେ ଏଇଠି ଛୋଟ ଅନୁରୋଧ କରୁଛି, ଯଦି ଆପଣମାନେ ଚ୍ୟାନେଲରେ ନୂଆ, ତାହେଲେ ପ୍ରଥମେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ ପାଖରେ ଯେଉଁ ବେଲ୍ ଆଇକନ୍ଟା ଅଛି ତାକୁ ପ୍ରେସ୍ କରିନିଅନ୍ତୁ। ଆଉ ପ୍ରେସ୍ କଲା ପରେ ଆପଣଙ୍କୁ ନୋଟିଫିକେସନ୍ ଯିବ, ଆମେ ସବୁଦିନ ନୂଆ ନୂଆ କିଛି ରେସିପି ନେଇକି ଆସୁଛୁ। ତ ଦେଖନ୍ତୁ ଘୋଡ଼େଇ ସାରିଲା ପରେ ଏଇଠି ଗୋଟେ ମସଲା କରିବା। ମସଲା ପାଇଁ କିଛି ବାଦାମ ନେଇଛି, କାଜୁ ନେଇଛି, ଆଉ ଅଳେଇଚ କିଛି ନେଇଛି, କିଛି ଲବଙ୍ଗ ନେଇଛି। ଆକୁ ଶୁଖିଲା ବାଟିବେ ଆଉ ଟିକେ ଖଣ୍ଡ ଖଣ୍ଡ କରି ବାଟିବେ, ବିଲକୁଲ ବି ପାଣି ଦେବେନି। ଟିକେ ଖଣ୍ଡ ଖଣ୍ଡ କରି ଶୁଖିଲା ବାଟିବେ। ତ ଏମିତି ଦେଖନ୍ତୁ ଏମିତି ମସଲାଟା ବାଟି ହେବ। ଦେଖନ୍ତୁ ସାଙ୍ଗମାନେ ମସଲା ଏକଦମ ଖଣ୍ଡ ଖଣ୍ଡ ହେଇକି ଅଛି। ଆଉ ମସଲା ଏମିତି ହିଁ ରହିବା ଦରକାର, ବେଶୀ ଖଣ୍ଡ ରଖିବେନି, କିନ୍ତୁ ଖଣ୍ଡ ଖଣ୍ଡ ରହିଲେ ପାଟିକୁ ବହୁତ ହି ଭଲ ଲାଗେ, ଖାଇବାକୁ ଟେଷ୍ଟ ଲାଗେ। ତ ଏଇଠି ଦେଖନ୍ତୁ କୁନ୍ଦୁରି ଭଲସେ ଭାଜି ହେଇଗଲାଣି। ଆଉ ପୁରା ଗୋଟା ଗୋଟା ହେଇକି ଅଛି, ନା କ'ଣ ଟିକେ ଭାଙ୍ଗିଛି ନା ଆଳୁ ବି ଭାଙ୍ଗିଛି। ଆମେ ଏମିତି ଭାଜିଲେ କୁନ୍ଦୁରିରୁ ବେଶୀ ପାଣି ବି ବାହାରିବନି ଆଉ କୁନ୍ଦୁରି ଭଲସେ ଭାଜି ହେଇଯିବ। ତ ଯେତେବେଳେ ଆପଣ କୌଣସି ବି ଭଜା ଭାଜୁଛନ୍ତି, ପ୍ରଥମେ ଲୁଣ ଦେବେନି, ତେଲରେ ଟିକେ ଭାଜିବେ। ଆଉ ତାର ପାଣି ବାହାରି ସାରିଲା ପରେ, ଯାହା ବି ପାଣି ଅଳ୍ପ ଟିକେ ପାଣି ବାହାରି ସାରିଲା ପରେ ତାପରେ ଲୁଣ ଦେବେ। ତାପରେ ଦେଖନ୍ତୁ ଏଇଠି ମସଲାକୁ ଦେଇଛି। ମସଲାକୁ ମୁଁ 1 ଚାମଚ ବ୍ୟବହାର କରିଛି, କାହିଁକିନା ଯେ କ୍ୱାଣ୍ଟିଟି ଯଦି ଅଧିକା ହେବ ଆପଣ ଅଧିକା ବ୍ୟବହାର କରିବେ। ତ ମୁଁ ଏଇଠି 1 ଚାମଚ ବ୍ୟବହାର କରିଛି। ତାପରେ ଭଲ ଭାବରେ ଗୋଳେଇ ନେଇଛି। ଗୋଳେଇକିରି କିଛି ସମୟ, ମାନେ 1 ମିନିଟ୍ ଆପଣ ଭଲସେ ଏମିତି ଗୋଳେଇବେ।
पूरा मसलाटा सबुथिरे लागिबा दरकार भल भाव गोलई सारा परे तापरे आपण चाहिए ये टिके घोड़ेकरी रखिपारे किंतु ये घोड़ेबार किसी आवश्यक एवं ना भल भाव एमती गोलई नेबे देखंतु चारिआड़ पूरा सबु कुंदुरी रे मसला लगी जाइए सांग माने ए रेसिपीटा जदि आपण मानकु भल लगे गोटे लाइक आ गोटे कमेंट निश्चिंत करेंगे। तो ये देखो मसला लगिगला आम ये टिके नाकु घोड़े दबा तो ये गोटे मिनट पर मुझे घोड़े देती आ गैस फ्लेम पूरा लो करेंगे आ जितेबाला भी रोषे कर गैस फ्लेम लो टू मीडियम रखिए। तो ये गोलई सारापर देखो कुंदुरी केते बढ़िया से पूरा सुखिला सुखिला होगी अच्छी आउ ए भजाटा निश्चिंत आपण मानक भल लगे गोटे थर निश्चिंत सांग मैंने ट्राए करूँ जदि कुंदुरी आपण मैंने खाऊ ना भी एमती जदि भाजबे समस्ते मागी मागिकी खाइबे एटा मो ग्यारंटी सांग मैंने। तो सांग मैंने आज एतिकी रहुची पुणी देखा हबो नुआ एक रेसिपी सहित एई टाइम रे एई चैनल। तो सांग मैंने जय जगन्नाथ।